हेलो ସାଙ୍ଗମାନେ ଜୟ ଶ୍ରୀ ଜଗନ୍ନାଥ ମୁଁ ଦେବସ୍ମିତା ୱେଲକମ୍ କରୁଛି ଆଜିର ଏକ ସୁନ୍ଦର ବ୍ଲଗ୍କୁ। ଆଜି ଏକ ସୁନ୍ଦର ବ୍ଲଗ୍ରେ ଆମେ ଯାଇଛୁ ମାଆଙ୍କ ପାଖକୁ, ମା ଘଟଗାଁ ପାଖକୁ। ଜୟ ମା ତାରିଣୀ କମେଣ୍ଟରେ ସମସ୍ତେ ଲେଖିଦେବେ। ତେଣୁ ଆମେ ସେଠି କ'ଣ ପାଇଁ ମାଆଙ୍କ ପାଖକୁ ଯାଇଥିଲୁ, କାହିଁକି ଯାଇଥିଲୁ, ଆପଣଙ୍କୁ ଟୋଟାଲି ପୁରା ଫୁଲ୍ ମୋ ଭିଡ଼ିଓ ମାଧ୍ୟମରେ ଜାଣିବାକୁ ଚାହୁଁଛି। ତ ଭିଡ଼ିଓ ତ ଭଲ ଲାଗିଲା ଆପଣ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବ, ସେଇଟା ମୋର ଆଶା ଓ ଆକାଂକ୍ଷା। ତେଣୁ ଆପଣ ଚାଲିଛନ୍ତି, ଆପଣ ଭିଡ଼ିଓ ଦେଖନ୍ତୁ କେମିତି କ'ଣ ଗଲି, କ'ଣ ପାଇଁ ଗଲି, କାହା ସହିତ ଗଲି। ତ ଯେମିତି ଥମ୍ବନେଲ୍ ଦେଇଛି ସେମିତି ଆପଣଙ୍କୁ ପୁରା ଷ୍ଟେପ୍ ବାଇ ଷ୍ଟେପ୍ ଦେଖେଇବି କ'ଣ ପାଇଁ ଗଲୁ, କାହିଁ ଗଲୁ। ତେଣୁ ଯେହେତୁ ଆମେ ସେଥିରେ ତାରିଣୀ ସମସ୍ତ ପରିବାରଙ୍କୁ ନେଇକି ମୁଁ ଯାଇଥିଲି, ତେଣୁ ମୋ ପରିବାରରେ ସମସ୍ତ ମେମ୍ବର ଯାଇଥିଲେ, କିଏ କିଏ ଯାଇଥିଲେ ତା ବି ସମସ୍ତଙ୍କ ଭିଡ଼ିଓ ପାଖରେ ଅଛି। ଫାଇନାଲି ଆମେ ଏମିତି ରୋଡ଼ କ୍ରସ୍ କରିକି ପାଖାପାଖି ଆମେ ଗୋଟେ ମାର୍କେଟରେ ଯାଇ ପହଞ୍ଚିଲୁ। ଯେହେତୁ ସକାଳୁ ଆମେ କିଛି ଖାଇନଥିଲୁ ତ ବାନ୍ତି ହେବ, ତେଣୁ ଯେହେତୁ ମାଆଙ୍କ ପାଖକୁ ଯିବୁ ସେଥିପାଇଁ ବିନା ପିଆଜ ରସୁଣରେ କେଉଁଠି କ'ଣ ମିଳିବ ଦେଖିକି ଗୋଟେ ମାର୍କେଟର ମାମୁଁ ଗାଡ଼ି ରଖିଥିଲେ, ତ ସେଠି ଆମେ ରଖିକି ଯାଇକି ଟିକେ ଜଳଖିଆ କରିନେଇଥିଲୁ। କରିକି ପୁଣି ବାହାରି ଯାଇଥିଲୁ ମାଆଙ୍କ ପାଖକୁ। ତେଣୁ ମାଆଙ୍କୁ ଯିବା ପାଇଁ ଯେତିକି ସବୁ ରାସ୍ତା, ଗାଁ ଲୋକ ଭାଗ ସବୁ ପଡ଼ନ୍ତି, ତ ସୁନ୍ଦର ଗୋଟେ ପାହାଡ଼ର ଭିଉ ଥିଲା। କାହିଁକିନା ଘଟଗାଁ ଗଲେ ଗୋଟେ ପାହାଡ଼ର ଭିଉ ଆସେ, ତ ଗୋଟେ ପାହାଡ଼ର ବହୁତ ସୁନ୍ଦର ଭିଉ ଥାଏ। ତେଣୁ ସେ ଭିଉଟାକୁ ଆପଣଙ୍କୁ ଦେଖିବା ପାଇଁ ମୁଁ ରୋଡ଼ର ମାନେ ଭିଡ଼ିଓ ସୁଟ୍ କରି ଯାଇଥିଲି। କାହିଁକିନା ବହୁତ ସୁନ୍ଦର ଥିଲା, ମାନେ ସେଦିନ ଖରା ବି ନଥିଲା। ସେଦିନ ଖରା ବି ନଥିଲା, ବହୁତ ମାନେ ଅଳ୍ପ ହାଲକା ଖରା ଟିକେ ଥିଲା, ଗରମ ବି ନଥିଲା। ମାନେ ଭିଡ଼ିଓ ସୁଟ୍ କରିବା ପାଇଁ ବହୁତ ଭଲ ଥିଲା। ଏତିକି ଜଣ ମେମ୍ବର ଯାଇଥିଲେ ଆଉ ମୁଁ ଯାଇଥିଲେ, ତେଣୁ ମୁଁ ଆପଣଙ୍କୁ ସେମିତି ଯେଉଁ କହିଥିଲି ଭିଡ଼ିଓ ମାଧ୍ୟମରେ ଦେଖିବାକୁ କିଏ କିଏ ଯାଇଥିଲେ। ଏଠି ମୋ ମାଉସୀମାନେ ଯାଇଥିଲେ, ମୋର 3 ଜଣ ମାଉସୀ, ମୋ ମା ଯାଇଥିଲା। ଆଉ ସେଠି ମୋ ଯାଇଥିଲେ ମୋ ମାମୁଁ, ଇଏ ହେଉଛନ୍ତି ମାମୁଁ। ମୋ ମାମୁଁଙ୍କ ପାଖରେ ମୁଁ ଯାଇକି ବସିଯାଇଥିଲି। ତ ମୋ ମାମୁଁ, ମାଇଁ, ଛୁଆ, ମୋ ଭାଇ ଭଉଣୀ ଏମିତି ସବୁ ଆମେ ମିଶିକି ଗୋଟେ ଗାଡ଼ି କରିକି ଆମେ ଯାଇଥିଲୁ ମାଆଙ୍କ ପାଖକୁ। ବହୁତ ଦିନର ଆଶା ଥିଲା ମାଆଙ୍କ ପାଖକୁ ଯିବା ପାଇଁ, ଗୋଟେ ମାନେ ମାନସିକ ଥିଲା ମାଆଙ୍କ ପାଖରେ। ତ ବହୁତ ଦିନ ହେଲା ଚାହିଁଛି କିନ୍ତୁ ପୂର୍ଣ୍ଣ ହେଇନି, ଫାଇନାଲି ଆଜି ହେବାକୁ ଯାଉଛି। ତେଣୁ ମୁଁ ସେମିତି ଯାହା ହଉ ମାଆଙ୍କ ଦୟା ଆଜି ହେଇଛି, ଆଶୀର୍ବାଦ ପଡ଼ିଛି। ତେଣୁ ଆମେ ସବୁ ବାହାରି ଯାଇଥିଲୁ ମାଆଙ୍କ ପାଖକୁ। ଏମିତି ରାସ୍ତାର ସମସ୍ତ ଭିଉ ଦେଖିକି ମୋ ଭିଡ଼ିଓ ମାନେ କରିଦେଲି। ଯେହେତୁ ଗୋଟେ ମାନେ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛି, ତ ଭିଡ଼ିଓ ତ ଆପଣମାନଙ୍କ ମଧ୍ୟରେ ମନୋରଞ୍ଜନ ପାଇଁ ଗୋଟେ ଭିଡ଼ିଓ ଭାବିଲି ନା ଗୋଟେ ଫ୍ୟାମିଲି ବ୍ଲଗ୍ ଆଣିବି। ତେଣୁ ଏଇ ବ୍ଲଗ୍ ମାଧ୍ୟମରେ ମୁଁ ହେଉଛି ବ୍ଲଗ୍ଟି ବନେଇଥିଲି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ କମେଣ୍ଟ ନିହାତି କରିବେ, ଆଉ ଗୋଟେ ଭଲ ଭଲ କମେଣ୍ଟ ଟିକେ କରିବେ, ମୁଁ ଆଶା ରଖୁଛି। ତେଣୁ ଦେଖନ୍ତୁ ପାହାଡ଼ କେତେ ସୁନ୍ଦର, ପାହାଡ଼ଟା ବହୁତ ନିକଟତର ଥାଏ କିନ୍ତୁ ବହୁତ ସୁନ୍ଦର ଲାଗେ ଯେଉଁମାନଙ୍କୁ ପାହାଡ଼ ଝରଣା ପସନ୍ଦ। ତ ଦେଖିବେ ଏମିତି ରାସ୍ତାରେ ଗଲା ବେଳକୁ ବହୁତ ସୁନ୍ଦର, ମାନେ ଏଠି ଥାଏ ମାନେ ଥିଲା ହେଉଛି ମାନେ ମନ୍ଦିର ଥିଲା, ଏଠି ଲେଖା ହେଇଥିଲା ୱେଲକମ୍ ହାଟଡ଼ି। ତ ହାଟଡ଼ି ବ୍ଲକ୍ରୁ ଯେଉଁମାନେ ଅଛନ୍ତି ବିଲଙ୍ଗ କରୁଛନ୍ତି, ତ ସେମାନେ କମେଣ୍ଟରେ ଟିକେ ଜୟ ମା ତାରିଣୀ ବୋଲି ଲେଖିଦେବେ। ତ ଆମେ ହାଟଡ଼ି ବ୍ଲକ୍ କ୍ରସ୍ କରିସାରିଲା ପରେ ଆମେ ଏଇରଙ୍କ ରୋଡ଼ରେ ମାନେ ଯାଉଥାଉ, ମାନେ ବହୁତ ସାରା ଲୋକଙ୍କୁ ବି ଭେଟୁଥାଉ, ବହୁତ ଶାନ୍ତି ଲାଗୁଥାଏ। ଖାଲି ମାନେ ବହୁତ ମାନେ ମାଆଙ୍କ ପାଖରେ ବହୁତ ପ୍ରାର୍ଥନା ଥାଏ, ଏତେ ଜଲ୍ଦି ମାଆ ଆମକୁ ତାଙ୍କ ପାଖରେ ଟିକେ ପହଞ୍ଚେଇ ଦିଅନ୍ତୁ। ଆମର ଆଶା ଓ ଆକାଂକ୍ଷା ଯାହା ମନସ୍କାମନା ଥିଲା ଆମେ ସେଠି ପୂର୍ଣ୍ଣ କରିକି ଆସିବୁ। ଏମିତି ଭାବରେ ଆମେ ଯାଇକି ପହଞ୍ଚି ଯାଇଥିଲୁ ମାଆଙ୍କ ପାଖରେ। ତ ଏମିତି ମାନେ ସୁନ୍ଦର ସୁନ୍ଦର ନ୍ୟାଚୁରାଲ୍ ଭିଉ ମାନେ ପସନ୍ଦ ହେବ। ତ ଏମିତି ହେଇକି ଫାଇନାଲି ଆମେ ଯାଇକି ଘଟଗାଁରେ ପହଞ୍ଚି ଯାଇଥିଲୁ। ଏଇଟା ହେଉଛି ଘଟଗାଁର ଷ୍ଟାର୍ଟିଂ ପଏଣ୍ଟଟା। ତ ମାଆଙ୍କର ମାନେ ଗେଟ୍ ପାଖରେ ଯେଉଁ ମନ୍ଦିର ପାଖରେ ଏଇଟା ହେଉଛି ଷ୍ଟାର୍ଟିଂ ପଏଣ୍ଟଟା। ତ ଏଇଠୁ ଆରମ୍ଭ ହୁଏ ମାଆଙ୍କର ମାନେ ଏମିତି ସ୍ଥାନଟା। ତ ଏଇଠୁ ଯେତିକି ମାନେ ଦୋକାନ ଫୋକାନ ସବୁ ଏଇଠି ବି ବସିଥାନ୍ତି। ତ ଫାଇନାଲି ଆମେ ଯାଇକି ଏଇଠି ମାଆଙ୍କ ପାଖରେ ପହଞ୍ଚି ଯାଇଥିଲୁ। ତ ଏଠି ଆସିକି ପାର୍କିଂ ପାଇଁ ମାନେ ଗାଡ଼ି ମାନେ ରଖିବା ପାଇଁ ପାର୍କିଂ ପାଇଁ ସେମାନେ କହୁଥାନ୍ତି କି ହେଉଛି ଗାଡ଼ି ଏପଟୁ ଟିକେ ସାଇଡ଼୍ କର ବୋଲି। ତ ଆମେ ଯାଇକି ଯେତେବେଳେ ପହଞ୍ଚି ଯାଇଥିଲୁ, ତ ମୁଁ ଟିକେ ଆଗେ ମାନେ ଭିଡ଼ିଓ ସୁଟ୍ କରିନେଇଥିଲି। ସେ ଦୋକାନ ମାନେ ସମସ୍ତେ ଟିକେ ସାଇଡ଼୍ ମାନେ ଗାଡ଼ି ସାଇଡ଼୍ କରିବା ପାଇଁ କହୁଥିଲେ, ତ ଗାଡ଼ି ଆମେ ଏଇଠି ସାଇଡ଼୍ କରିକି ରଖିଦେଲୁ। ରଖିଦେଇ ସାରିଲା ପରେ ଗାଡ଼ି ପାଖରେ ଥିଲା ଗୋଟେ ଦୋକାନ, ବହୁତ ସାରା ତ ଦୋକାନ ଅଛି। ତ ମାଆଙ୍କ ପାଇଁ ମାନେ ଯାହା ବି ସାମଗ୍ରୀ ଦରକାର, ଝିଅର ଚୁଟି ପକାଇବା ପାଇଁ ଏଠି ତା ଅଜା ଆଉ ସିଏ କି ଗାଡ଼ି ପାଖରେ ଠିଆ ଫଟୋ ଉଠେଇଥିଲେ। ମୋ ମାଇଁଙ୍କର, ମୋର, ମୋ ମାଉସୀର ଏଠି ଆମେ ସବୁ ଡଲା ସଜାଇ ଦେଇଥିଲୁ ମାଆଙ୍କ ପାଖକୁ। ଯେମିତି ଡଲା ଏମିତି ଦେଖୁଥିବେ ମାଆଙ୍କର ଯାହା ବି ମାଆଙ୍କ ପାଖରେ ଲାଗେ, ଯେମିତି ନଡ଼ିଆ, ସିନ୍ଦୁର, ଶଙ୍ଖା, ଶାଢ଼ୀ, ଯାହା ବି ଆବଶ୍ୟକ। ଏମିତି ଝିଅର ଚୁଟି ପକାଇ ଯେମିତି ମୁଁ କହିଥିଲି କ'ଣ ପାଇଁ ଯାଉଛି, କ'ଣ ଥିଲା ମୋର ମାନସିକ ଥିଲା ମୋ ଝିଅ ପାଇଁ, ମୋ ଝିଅର ଚୁଟି ପକାଇବା ପାଇଁ। ତେଣୁ ମୁଁ ଭାବିଥିଲି ପ୍ରଥମ ଚୁଟି ତାର ମାନସିକରେ ମୁଁ ପକେଇବି ବୋଲି, କିନ୍ତୁ ହେଇପାରିନଥିଲା, ବୋଧେ ମାଆଙ୍କର ଡୋରି ମୋହର ଲାଗିନଥିଲା। ତ ଝିଅର 5 ବର୍ଷ ଏଇ ମେ'କୁ ହେବ। ତ ସେଇ 5 ବର୍ଷ ଭିତରେ ମାଆଙ୍କର ଆଶୀର୍ବାଦ ଆମ ଉପରେ ରହିଲା। ତ ଆମେ ସବୁ ପରିବାର ସବୁ ଯାଇଥିଲୁ ମାଆଙ୍କ ପାଖକୁ। ଏଠି ଯେନ ଡଲା ନେଇକି ଆମେ ମାଆଙ୍କ ମନ୍ଦିରକୁ ଯାଇଥିଲୁ। ଆପଣମାନେ ଯେଉଁମାନେ ବି ଆସିଥିବେ ତାରିଣୀ ଘଟଗାଁ ପୀଠ ଆମର ଜାଣିଥିବେ, ବହୁତ ଦେବାଦେବୀ ସ୍ଥାନଙ୍କରେ ମୋବାଇଲ ଏଲାଉ ନାହିଁ। ତେଣୁ ଆମେ ବାହାରେ କିଛି ଯାହା ବି ଦୋକାନ ଫୋକାନ ଥିଲା ତାର ମୋ ଭିଡ଼ିଓ ଟିକେ ସୁଟ୍ କରିନେଇଥିଲି। କରିସାରିଲା ପରେ ହେଟା ଦେଇଥିଲି ମୋ ହେଉଛି ଭଉଣୀକୁ। ତ କ୍ୟାମେରାମ୍ୟାନ୍ ହେଇଯା ତୁ ଧରିକି ମାନେ ଆମର ଭିଡ଼ିଓ ସୁଟ୍ କର। ତେଣୁ ଆମ ମାଇଁଙ୍କର ମୋର ଆମ ବାକି ଲୋକ ସବୁ ଆଗର
ଯାଇଥିଲେ ଆମେ ସବୁ ଯାଉଥିଲୁ ଆମର ଭିଡ଼ିଓ ସେ ବନେଇଥିଲା ତ ବନେଇ ସାରିଲା ପରେ ଏଇଟା ଆମେ ଯାଇ ପହଞ୍ଚିଗଲୁ ମାଆଙ୍କ ମନ୍ଦିର ପାଖରେ ମାନେ ମାଆଙ୍କ ବେଢ଼ାରେ ଏଇଟା ହେଉଛି ଗେଟ୍ଟା ମାଆଙ୍କର ମା ଲେଖା ହେଇଛି ମା ତାରିଣୀଙ୍କ ପୀଠ ଘଟଗାଁ ତ ଏଠି ଯାଇକି ଟିକେ ଭିଡ଼ିଓ ଏତିକିର କରିଦେଇଥିଲୁ କରିଦେଇ ସାରିଲା ପରେ ଆମେ ଚାଲି ଯାଇଥିଲୁ ଝିଅର ମାନେ ଚୁଟି ପଡ଼ିବ ଯେହେତୁ ତେଣୁ ଆଗେ ଫାଷ୍ଟ ତା ଚୁଟିଟାକୁ ଟିକେ ସେଠି ମାନେ ପକେଇ ଦେଇ ସାରିଲା ପରେ ତାପରେ ତାକୁ ଗାଧୁଆ ଦେଇକି ଆମେ ଯିବୁ ହେଉଛି ମନ୍ଦିର ଭିତରକୁ ତେଣୁ ସିଏ ବହୁତ କାନ୍ଦୁଥାଏ ନା ବାପା ତା ଚୁଟି ବହୁତ ପସନ୍ଦ ମାନେ ଚୁଟି ରଖିବ ଜଟ ବାନ୍ଧିବ କ୍ଲିପ୍ ଆଗେ ତୁମେ ଆପଣମାନେ ତ ଜାଣିଥିବେ କାହିଁକିନା ଛୋଟ ଛୁଆମାନେ ସଜ ହେବାକୁ ବେଶୀ ଭଲ ପାଆନ୍ତି ତେଣୁ ସିଏ ବି ସେ ରଙ୍ଗ ଝିଅ ଛୁଆ ବିଶେଷ କରି ଝିଅ ଛୁଆଙ୍କର ବେଶୀ ସଜ ମାନେ କ୍ଲିପ୍ ଲଗେଇବୁ ଚୁଡ଼ି ମାନେ ଫ୍ୟାସନ୍ ଉପରେ ସଜବାଜ ଉପରେ ବେଶୀ ସେ ମାନେ ଭଲ ପାଆନ୍ତି ତେଣୁ ସେ ସେରকম କହିଛି ମାମା ମୁଁ ଚୁଟି ଦେବିନି ମୁଁ ସେମିତି କହନ୍ତିନି କାହିଁକିନା ମାଆଙ୍କ ପାଖରେ ଚୁଟି ଅଛି ପକେଇବାର ମାନସିକ ଥିଲା ତ ଏଇଠି ପକେଇ ସାରିଲା ପରେ ତାର ମାନସିକ କରୁଛି ନାହିଁ ତାପରେ ତୁ ଚୁଟି ରଖିବୁ ତାପରେ ତୁ ଯେତେ ଚଟ ବାନ୍ଧିବା କଥା ନା ନା ମୁଁ ଦେବିନି ମୁଁ ଏମିତି କହନ୍ତିନି କାରଣ ଚୁଟି ମାଆଙ୍କ ପକେଇ ଦେଲେ ନା ମାଆଙ୍କର ଆଶୀର୍ବାଦ ତୋ ଉପରେ ରହିବ ତୁ ଗୋଟେ ଭଲ ପିଲା ହବୁ ଭଲ ପାଠ ପଢ଼ିବୁ ତେଣୁ ସେ ସେଇଥିରୁ ଟିକେ ରାଜି ହେଇଥିଲା ନା ମୋତେ ପାଠ ହବ ତା ପାଠ ଉପରେ ବହୁତ ମାନେ ଟିକେ ଭୟ କି ମୋତେ ମା ସବୁବେଳେ ପାଟି କରୁଛି ରାଗୁଛି କେମିତି ପାଠ ହଉନି ତେଣୁ ସେ ଏମିତି କହିଦେଲେ କି ଏମିତି ଚୁଟି ମାଆଙ୍କ ପାଖରେ ଦେଲେ ତୋତେ ପାଠ ହବ ବୋଲି ତ ସେ ସେଇଠୁ ଟିକେ ମାନେ କାନ୍ଦ ଟିକେ ବନ୍ଦ କରିଥିଲା ଯୁଆଡ଼େ ମୁଁ ଯାଏ ମାନେ ଧର ମୁଁ ଆସିବାକୁ ଥାଏ ଭିଡ଼ିଓରେ ଆସିବାକୁ ଥାଏ ତେଣୁ ମୁଁ ଯାଏ ବି ମୋ ପାଖରେ ଯିଏ ବି ଥାଏ ମୋ ନିଜ ଲୋକ ତ ତାଙ୍କୁ ମାନେ କ୍ୟାମେରା ଦେଇଦିଏ ଏଠି ଆମେ ମାମୁଁ ଭାଣିଜୀ ଦୁଇ ଜଣ ଛିଡ଼ା ହେଇ ଦୁଇ ଜଣ କଥା ହେଉଛୁ ମାନେ ସେ କାନ୍ଦୁଛି ବୋଲି କହିକି ତ ସେଠି ତାକୁ ଛୋର କରୁଛନ୍ତି ଏଠି ମାଇଁ ହେଇଛନ୍ତି ମୋର କ୍ୟାମେରାମ୍ୟାନ୍ କାରଣ ସେ ଭିଡ଼ିଓ ସୁଟ୍ କରୁଛନ୍ତି ଏଠି ଆସିଲା ପରେ ମୋ ଭାଇ ସାନ ଭାଇ ମୋ ମାମୁଁଙ୍କ ପୁଅ ସିଏ ବି ପଛଆଡ଼େ ଆସିଛି ସିଏ ବି ତାର ମଜା ଗଲାନି କାହିଁକି ସେ କାନ୍ଦୁଛି କହିକି ସିଏ ବି ଆସିକି ସେତେ ମାନେ ଦେଖିବାକୁ ଏଇ କ'ଣ ପାଇଁ ହେଉଛି ଝିଅ କାନ୍ଦୁଛି ତାର ଟିକେ ଯେତେବେଳେ ତାକୁ ଇଏ କରାଇଲେ ନଣ୍ଡା କରାଇଲେ ତ ଚୁଟି ତା ସାମ୍ନାରେ ପଡ଼ିଯାଇଥାଏ ସେ ଭାରି ବିରକ୍ତି ଫିଲ୍ ହେଉଥିବ ମାମା ମାମା ଏମିତି ହେଉଥାଏ ମାନେ ସରିଗଲାନି ଆଉ ଟିକେ ପରେ ଆମର ସରିଯିବ ଆମେ ମାଆଙ୍କ ପାଖକୁ ଯିବା ପୂଜା କରିବା ତ ମାଆଙ୍କ ପାଖକୁ ଆସିବା କାନ୍ଦନ୍ତିନି ତ ଏମିତି ଭାବରେ କରିକି ତାର ହେଉଛି ମାନେ ଯାହା ବି କାମ ଥିଲା ମାନେ ଚୁଟି ପକେଇବାର ଥିଲା ଚୁଟି ସମ୍ପୂର୍ଣ୍ଣ ହେଇକି ଆମେ ପକେଇଥିଲୁ ପକେଇ ଦେଇକି ଆମେ ତାକୁ ନେଇଯାଇଥିଲୁ ଟିକେ ଭିତରକୁ କାହିଁକିନା ଏଠି ମାନେ ଗଭର୍ଣ୍ଣମେଣ୍ଟ ତରଫରୁ ସବୁ ସୁବିଧା ଥିଲା ଏବେ ମାନେ ଯେଉଁମାନେ ଆସୁଛନ୍ତି ମାନସିକ ପାଇଁ ପିଲାମାନଙ୍କର ଚୁଟି ପକେଇବା ପାଇଁ ତ ସେଠି ବାଥରୁମ୍ ଭିତରେ ଯେହେତୁ ଛୋଟ ପିଲା ଗୁଡ଼ାନା ଥଣ୍ଡା ହେଇଯିବ ତେଣୁ ତାଙ୍କୁ ମାନେ ସବୁ ବାଥରୁମ୍ର ସୁବିଧା କରାହେଇଥିଲା ଆଉ ଗରମ ପାଣିର ସବୁ ମାନେ ସୁବିଧା କରାହେଇଥିଲା ସବୁ ବାଥରୁମ୍ରେ ଗିଜର ଲଗା ହେଇଥିଲା ତ ଗରମ ପାଣିର ସୁବିଧା ପାଇଁ ଯାହା ହଉ ଆମକୁ ଟିକେ ଅସୁବିଧା ହେବାକୁ ପଡ଼ିଲାନି ତେଣୁ ଆମେ ଭିତରକୁ ତାକୁ ନେଇକି ତାକୁ ଗାଧୋଇ ଉଧା ଦେଇଥିଲେ ଗରମ ପାଣିର ତାପରେ ସେ ରାଗୁଥିଲା କି ମୋ ଚୁଟି କାଟୁଛ କହିକି ଏବେ ମାନେ ଟିକେ ଭଲ ତାପରେ ତାକୁ ମୁଁ ତାକୁ ଡ୍ରେସ୍ ପିନ୍ଧିତେ ନେଇ ଆସିଥିଲି ତାକୁ ଏଠି ସମସ୍ତେ ଗେଲ କରୁଥିଲେ କି ଆମ ହେଉଛି ଖୁସିରୁ ତାକୁ ସବୁ ଡାକନ୍ତି ମୋତେ ସ୍ନେହରୁ ଗୋଟେ ନୁଙ୍ଗୁରୁ ବୋଲି ଡାକନ୍ତି ତ ସମସ୍ତେ ତାକୁ ଧରିକି ଗେଲ କରୁଥିଲେ କ'ଣ ହେଇଛି ଟିକେ ମାମୁଁ କହୁଥିଲେ କହିଲେ ବାଜି ଯାଇଛି କି ମାନେ ସେମିତି କାନ୍ଦୁଥିଲା ହୁଏତ ତା ଟିକେ ବାଜି ଯାଇଥିବ କ'ଣ କରିଥିବ ତାପରେ ତାକୁ ଟିକେ ଗେଲ କରି ସମସ୍ତେ ଧରିନେଲେ ଧରିକି ସବୁ ତା ବିଷୟରେ କହୁଥିଲେ ଯାହା କହୁଥିଲେ ମାଇଁ ତାକୁ ସବୁ ଆଖ୍ୟା କରୁଥିଲେ ତ ତାକୁ ଆମେ ନେଇକି ଏବେ ଆମ ମନ୍ଦିର ଭିତରକୁ ତ ମୋବାଇଲ ଏଲାଉ ନାହିଁ ତ ମୁଁ ମାମୁଁଙ୍କୁ ଦେଇଥିଲି ମୋବାଇଲ କି ମାମୁଁ ଟିକେ ମୋବାଇଲଟା ନେଇଯାଆନ୍ତୁ କାଉଣ୍ଟରରେ ରଖିଦେବେ ତ ସେଠି ବି ଆମକୁ ଷ୍ଟ୍ରିକ୍ଟଲି ଆଲାଉ ମାନେ କୁହାହେଇଥିଲା କି ମୋବାଇଲ ଯଦି ଭିତରକୁ ଏଲାଉ ନେବ ଯଦି ଆମେ ଦେଖିଲୁ ତାହେଲେ 1000 ଟଙ୍କା ଫାଇନ୍ ନେବୁ ତେଣୁ ଆମେ ସେ ରିସ୍କ ନେବାକୁ ଚାହିଁଲୁନି ତ ମୋବାଇଲ ଆମେ କାଉଣ୍ଟର ରଖିଦେଇକି ଆମେ ବାହାରକୁ ଭିତରକୁ ଯାଇଥିଲୁ ଆମ ସମସ୍ତ ମାନସିକ ପୂଜା ସବୁ ସାରିକି ଆମେ ବାହାରକୁ ପଳେଇ ଆସିକି ମାମୁଁ କହିଦେଇଥିଲୁ ଯାଆନ୍ତୁ ମାମୁଁ ଟିକେ ମୋବାଇଲଟା ନେଇ ଆସିବା ଆମେ ଟିକେ ଫଟୋ ଫଟୋ ଉଠିବା ତ ମାମୁଁ କହିକି ମୋବାଇଲ ଯାଇକି ନେଇ ଆସିଥିଲେ ଆଣିଲା ପରେ ଆମେ ଟିକେ ସମସ୍ତ ଫ୍ୟାମିଲି ମେମ୍ବର ସବୁ ଫଟୋ ଟିକେ ଉଠେଇଥିଲୁ ମୁଁ ବି ଟିକେ ମାଆଙ୍କ ମନ୍ଦିର ସାମ୍ନାରେ ଟିକେ ଛିଡ଼ା ହେଇକି ଫଟୋ ଉଠେଇଥିଲି ଆଉ ଏଇ ସୁନ୍ଦର ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ମୋତେ ତ ବହୁତ ଭଲ ଲାଗିଥିଲା ମାଆଙ୍କ ପାଖକୁ ଯାଇକି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ ଭିଡ଼ିଓ ଭଲ ଲାଗିଥିଲା ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି ମାନେ ବହୁତ ଦିନର ମନସ୍କାମନା ମୋର ଆଜି ପୂର୍ଣ୍ଣ ହୋଇଥିବାରୁ ମୁଁ ବହୁତ ବି ଖୁସି ତେଣୁ ମୁଁ ଭାବିଲି ନା ଗୋଟେ ଛୋଟ ବ୍ଲଗ୍ଟେ ଭିଡ଼ିଓଟେ ବନେଇକି ମୋ ଦର୍ଶକମାନଙ୍କୁ ମୁଁ ଦେବି ତେଣୁ ଏ ଭିଡ଼ିଓଟି କେମିତି ଲାଗିଲା ଯଦି ଭଲ ଲାଗିଥାଏ କମେଣ୍ଟ କରିବେ ରହିଲି ଜୟ ଶ୍ରୀ ଜଗନ୍ନାଥ ଜୟ ମା ତାରିଣୀ।